ମାଣବସା ଗୁରୁବାର ଦ୍ୱିତୀୟ ପାଲି। ଦେବୀ ଲକ୍ଷ୍ମୀ ଠାକୁରାଣୀ ବଡ଼ଦେଉଳରୁ ବାହାରି ନଗର ଭ୍ରମଣ କରି କରି ପହଞ୍ଚିଲେ ସାଧବାଣୀର ଦୁଆରେ। ଦୁଆର ମୁହଁରେ ସାଧବାଣୀ ଠିଆ ହୋଇଥିଲା। ସାଧବାଣୀକୁ ଦେଖି ଲକ୍ଷ୍ମୀ ଠାକୁରାଣୀ କହୁଛନ୍ତି, ହେ ସାଧବାଣୀ, ଆଜି ପରା ମହାଲକ୍ଷ୍ମୀ ବ୍ରତ ଗୁରୁବାର, ଘରକୁ ଲିପା ପୋଛା କାହିଁକି କରିନାହୁଁ? ସାଧବାଣୀ ମହାଲକ୍ଷ୍ମୀଙ୍କୁ ପଚାରୁଛି, କି ରୂପେ ଏ ବ୍ରତ ହୁଏ, କାହା ପୂଜା ପୁଣି? ହେ ନାନୀ ଗୋସାଇଁ, ମୋତେ ଗୋଟି ଗୋଟି କରି ସବୁ ବୁଝାଅ। ମୋ ମନକୁ ଯଦି ପାଇବ, ମୁଁ ଏହି ବ୍ରତ କରିବି। ସାଧବାଣୀର କଥା ଶୁଣି ମହାଲୟା କହୁଛନ୍ତି, ମାର୍ଗଶିର ମାସର ଯେ ଆଦ୍ୟ ଗୁରୁବାର, ସେହିଦିନ ଉଷାରୁ ସେଜ ଛାଡ଼ି ତତ୍ପର ଗୋବର ପାଣିରେ ଘର ଦ୍ୱାରକୁ ଲିପା ପୋଛା କରିବ। ତାପରେ ଲକ୍ଷ୍ମୀ ଦେବୀ ପାଦପଦ୍ମ ଚିତାକୁ ଆଙ୍କିବ। ନୂଆ ମାଣ ଗୋଟିଏ ଆଣି ତାକୁ ଧୋଇ ଶୁଖାଇବ। ସେହି ମାଣକୁ ଚିତ୍ର ବିଚିତ୍ର କରି ସଜେଇବ। ଚାଉଳ ବାଟି ଚାରିଆଡ଼େ ଚିତା ପକେଇବ। ତାପରେ ସ୍ନାନ ସାରି ଚଉକି ବା ଖଟୁଲିଟିଏ ଆଣିବ। ଖଟୁଲିଟିକୁ ଧୋଇଦେବ ଏବଂ ତା ଉପରେ ନୂଆ ଧାନ ଦେବ। ସେହି ଧାନର ରଙ୍ଗ ଶୁକ୍ଳ ବର୍ଣ୍ଣ ହୋଇଥିବ। ତାପରେ ଧାନ ମାଣ ଉପରେ ଧାନକୁ ପୂରାଇବ ଏବଂ ଖଟୁଲି ଉପରେ ରଖିଦେବ। ସେଇ ଧାନ ମାଣ ଉପରେ ଗୋଟି ଗୁଆକୁ ଗଙ୍ଗା ଜଳରେ ଧୋଇ ଗୁଆକୁ ଚନ୍ଦନ ସିନ୍ଦୁର ଲଗେଇ ଧାନ ମାଣ ଉପରେ ଥୋଇବ। ଶୁକ୍ଳ ଧାନର ବେଣ୍ଟ କରି ସେହି ମାଣ ଉପରେ ଯତନରେ ଥୋଇବ। ମୂଲା, ଆଖୁ, କଦଳୀ ଦେଇ ସେହି ଧାନ ମାଣ ଖଟୁଲିକୁ ସଜେଇବ। ପଟାଦି ରଙ୍ଗ ବସନ ଦେଇ ତାକୁ ହଳଦୀ ରଙ୍ଗର ପୁଷ୍ପରେ ମଣ୍ଡାଇବ। ତାପରେ ମହାଲକ୍ଷ୍ମୀଙ୍କ ଆବାହନ କରିବ ଏବଂ ଗନ୍ଧ, ପୁଷ୍ପ, ଧୂପ, ଦୀପ ଆଦି ସମର୍ପିବ। ବାଳ ଧୂପ, ତାପରେ ଶଙ୍ଖୁଡ଼ି, ଏପରି 3 ଧୂପକୁ ଦେବୀ ମହାଲକ୍ଷ୍ମୀ ସାଧବାଣୀଙ୍କୁ ସୁଦଶା ବ୍ରତ ବିଷୟରେ ଶୁଣାଉଛନ୍ତି। ଯେଉଁଦିନ ଶୁକ୍ଳ ଦଶମୀ ଗୁରୁବାର ପଡ଼ିଲେ ସେହିଦିନ ସୁଦଶା ବ୍ରତ ହୋଇଥାଏ। ସେହିଦିନ ସକାଳୁ ଉଠି ଘରଦ୍ୱାରକୁ ଲିପାପୋଛା କରି ଝୋଟି ଆଙ୍କିବ। ସ୍ନାନ ସାରି ଘରେ ପଦ୍ମମଣ୍ଡଳ ଲେଖିବ। ତା ଉପରେ ଧୋଇଥିବା ଖଟୁଲିଟିଏ ରଖିବ। ତାପରେ ଯେଉଁ ଲକ୍ଷ୍ମୀ ପୂଜା କରୁଥିବା ଗୁଆଟିକୁ ଥୋଇବ। ପଞ୍ଚାମୃତ ଶୁଦ୍ଧ ଜଳରେ ସ୍ନାନ କରାଇ 10 କିଆ ସୁଧରେ ବ୍ରତ ତିଆରି କରିବ। ଲକ୍ଷ୍ମୀଙ୍କ ନାମରେ 10 ଗୋଟି ଗଣ୍ଠି ଦେବ। 10 କିରା ଦୁବ ନେଇ ବ୍ରତକୁ ଗୁଡ଼ାଇବ। ମହାଲକ୍ଷ୍ମୀ ଗୁଆ ଉପରେ ନେଇ ଥୋଇବ। ଆଗରୁ ଯେଉଁ ପୁରୁଣା ବ୍ରତ, ତାହା ଆଣି ସେଇଠି ଥୋଇବ। ପ୍ରଥମରେ ବାଲ ଧୂପ ନୈବେଦ୍ୟ କରି ଅରୁଆ ଚାଉଳ ଗୋଟିଏ ମାଣ ଚିନ୍ତାଇବ। ଯତନେ ରଖିବ। କଦଳୀ, ନଡ଼ିଆ, ଛେନା 10 ପୁର ତିଆରି କରି ଦେଇ 10 ଗୋଟି ମଣ୍ଡା ଯତନରେ ତିଆରି କରିବ। ମହାଲକ୍ଷ୍ମୀଙ୍କ ଭକ୍ତିରେ ସେହି ପ୍ରସାଦ ଖାଇ ଗୋଟିଏ ଦିନ ସୁସ୍ଥରେ ରହିବେ। ମହାଲକ୍ଷ୍ମୀ ପ୍ରସାଦ ଅନ୍ୟ କାହାକୁ ଦେବେନି। ଯଦି ନିଜ ଘରର ଝିଅ ବାହା ହୋଇ ଶାଶୁ ଘରକୁ ଗଲା, ତାହାକୁ ମଧ୍ୟ ଦେବେନି। ଏବେ ଶୁଣ, ଗୁରୁବାର କେଉଁ କାମ ସବୁ ନିବାରଣ କରାଯାଇଛି। କେବେ ବି ଖଇ ଭାଜିବ ନାହିଁ।
ଗୁରୁବାରରେ ଯେଉଁ ନାରୀ ଆମିଷ ଖାଏ ବା ନିଜ କେଶ ନ ଧୁଏ ଉଚ୍ଛିଷ୍ଟ ଖାଦ୍ୟ ଖାଏ, ଗୁରୁବାର ଦିନ ତେଲ ଲଗାଏ, ମହାଲକ୍ଷ୍ମୀ ତାର ନିଶ୍ଚିନ୍ତ ଗେଲ ଭାଙ୍ଗି ଦିଅନ୍ତି। ଗୁରୁବାର ଯେଉଁ ନାରୀ ତୁଲାକୁ ଭିଡ଼ଇ ଲାଉରେ ଆମିଷ ଦେଇ ଯେ ଖାଇଥାଏ, ଖଟର ସାୟାରେ ଯିଏ ଶୁଏ, ରାତ୍ରି ସମୟ ଦଧି ଅନ୍ନ ଯିଏ ଭୋଜନ କରେ, ନାପିତ ଦ୍ୱାରକୁ ଯାଇ ଯେ କ୍ଷର ହୋଇଥାଏ, ଖାଇବା ବେଳେ ଅନ୍ନକୁ ଭୂମିରେ ପକାଏ, ଖାଇ ନ ପାରି ଯିଏ ଫିଙ୍ଗିଦିଏ, ଏହିପରି କର୍ମ କଲେ ସେ କେବେ ବି ଲକ୍ଷ୍ମୀଙ୍କୁ ପାଇବନି। ଗୁରୁବାର ଦିନ ସକାଳରେ ଗୋବର ପାଣି ଦ୍ୱାରା ଲିପାପୋଛା ନ କରି ଚୁଲିରୁ ପାଉଁଶ ନ କାଢ଼ି ଆମିଷ ଖାଇ ଏମାନଙ୍କଠାରେ ଲକ୍ଷ୍ମୀ ରୋଷ ବହିଥାନ୍ତି। ଧନ ଜନ ସବୁ ତାର ହରଣ କରନ୍ତି। ମାଗିଗଲେ ଅନ୍ନ ବସ୍ତ୍ର କେହି ନ ଦିଅନ୍ତି। ଗୁରୁବାରେ ଯେଉଁ ନାରୀ ପିନ୍ଧି ଶୁକ୍ଳ ଲୁଗା ଐଶ୍ୱର୍ଯ୍ୟ ସମ୍ପଦ ପାଏ ହୁଅଇ ସୁଭାଗା। ଗୁରୁବାରେ ଯେଉଁ ନାରୀ ପିଲାକୁ ମାରଇ ଯଦି ପାକ ହାଣ୍ଡି ଧୋଇ କଲା ନ ଛାଡ଼ଇ। ସନ୍ଧ୍ୟା ଗଡ଼ିଗଲେ ସନ୍ଧ୍ୟା ଦୀପ ଦେଇଥାଏ, ଧନପୁତ୍ର ହାନି ହୁଏ ସଦା ବହୁ କ୍ଷତି। ଗୁରୁବାରରେ ଯେଉଁ ନାରୀ ପୋଡ଼ା ଦ୍ରବ୍ୟ ଖାଏ, ଶୋଇବା ଶଯ୍ୟାକୁ ବଙ୍କା କରେଣ ବିଛାଏ, ଶାଶୁ ଶ୍ୱଶୁରଙ୍କୁ ଯେଉଁ ନାରୀ ନ ମାନି ଉଲଗ୍ନ ହୋଇ ଯେଉଁ ପ୍ରାଣୀ ଶୋଇଥାଏ, ଅମାବାସ୍ୟା ସଂକ୍ରାନ୍ତିରେ ଯେଉଁ ଜନ ହଳ ବୁଲାଏ, ଏହି ଦିନ ଗୁଡ଼ିକରେ ତେଲ ଲଗାଏ, ସଭାରେ ଯେଉଁ ଜନ ବସି ମିଛ କଥା କହି, ଯେଉଁ ଜନ ହାତ ପାଦ ନ ଧୋଇ ଖାଇ ବସେ, କୁଷ୍ମାଣ୍ଡ ଫଳକୁ ଯେଉଁ ନାରୀ କାଟେ, ଋତୁମତୀ ନାରୀକୁ ଯେ ରମଣ କରଇ, କନ୍ୟା ତୁଳା ମାସେ ପିତୃ ଶ୍ରାଦ୍ଧ ନ କରି, କଥା କହୁ କହୁ ସବୁବେଳେ ଯେ ହସନ୍ତି, ଏହିପରି ମନୁଷ୍ୟ ବହୁତ କଷ୍ଟ ପାଏ। ସକାଳୁ ଉଠି ଯେଉଁ ଜନ ମୁଖ ନ ଧୋଏ, ତା ମୁହଁ ଯେଉଁ ଜନ ଦେଖେ ତାର ଶୁଭ ହୋଇନଥାଏ। ରାତ୍ର ସମୟରେ ବାସି ଶଯ୍ୟାରେ ଯେଉଁ ଜନ ଶୋଏ, ଲକ୍ଷ୍ମୀ ସେ ଗୃହକୁ ଛାଡ଼ି ଦିଅନ୍ତି। ବିନା ଆସନରେ ଯେ ଭୋଜନ କରେ, କି ବା କୁମାରୀ ସାଙ୍ଗେ କାମ ମୋହେ, ଦକ୍ଷିଣ ପଶ୍ଚିମ ମୁଖେ ଯିଏ ଖାଇ ବସେ, ଏମାନଙ୍କ ପାଖରୁ ଲକ୍ଷ୍ମୀ ଦୂରକୁ ଯାଆନ୍ତି। ସନ୍ଧ୍ୟା ସମୟରେ କୁଣ୍ଡାଇ ଯେଉଁ ନାରୀ କେଶ ବାନ୍ଧେ, କେବେ ବି ଲକ୍ଷ୍ମୀ ତା ମୁହଁକୁ ଚାହନ୍ତିନି। ଭୋଜନ କରି ମୁଖକୁ ନ ଧୁଏ, ଭୋଜନ କରଇ ଯେଉଁ ଅନ୍ଧକାର ଘରେ, ସ୍ନାନ ପରେ ତେଲ ଲଗାଏ, ଯେଉଁ ଜନ ନଖ ମୁନରେ ଭୂମିକୁ କାମୁଡ଼େ, ପିନ୍ଧିଥିବା ଲୁଗା ଶେଷରେ ବିଞ୍ଚି ହୋଇ ପଡ଼େ, ଏମାନଙ୍କ ମୁହଁକୁ ଲକ୍ଷ୍ମୀ କେବେ ବି ଚାହନ୍ତିନି। ଯେଉଁ ନାରୀ ନିଜ ପତିଠାରେ ରୋଷ ବହେ, ସ୍ୱାମୀ ଯାହା କହେ ତାହା କେବେ ବି ନ କରେ, ପରପୁରୁଷରେ ଯେଉଁ ହୋଇଥାଏ ରତ, ପରିଷ୍କୃତ ନ ହୋଇ ଯେଉଁ ନାରୀ ରହେ, ଏମନ୍ତ ନାରୀର ମୁଖ ଲକ୍ଷ୍ମୀ ନ ଚାହାନ୍ତି। କାଙ୍ଗାଳିନୀ ହୋଇ ବାର ଦ୍ୱାରେ ସେ ବୁଲନ୍ତି, ଅଳହି ଅଳସୀ ଅତି ଅପ୍ରିୟା ସାହସୀ, ଦେବ ବିପ୍ର ଅତିଥିରେ ନୁହଁଇ ବିଶ୍ୱାସୀ, ଏହିପରି ନାରୀ ଥିଲେ ସେହି ଗୃହ ଶ୍ମଶାନ, ଲକ୍ଷ୍ମୀ ସେହି ସ୍ଥାନକୁ ଛାଡ଼ି ପଳାନ୍ତି। ଯେଉଁ ନାରୀ ଭକ୍ତି ଭାବରେ ସ୍ୱାମୀ ସେବା ନ କରେ, ଜନ୍ମେ ଜନ୍ମେ ସ୍ୱାମୀର ଦୁଃଖୀ ହୋଇ ଚଳେ, ଯେଉଁ ନାରୀ ସ୍ୱାମୀଙ୍କୁ ଦେବତା ଭାବିଥାଏ, ତାର ମନ ଜାଣି ସେବା କରୁଥାଏ, ନିଜ ଅଙ୍ଗ ପରିଷ୍କାର କରି ଶୁଚି ହୁଏ, ସାନ ବଡ଼ ସମସ୍ତଙ୍କୁ ସମ ଭାବେ ଚାହେଁ, ପରଷିବା ସମୟରେ ପକ୍ଷପାତ ନ କରେ, ସ୍ୱାମୀ ପୁତ୍ର ସମସ୍ତଙ୍କୁ ସମାନ ଭାବରେ ବାଣ୍ଟେ, ପତିର ଆଜ୍ଞାକୁ କେବେ ତଳେ ନ ପକାଏ, ସ୍ୱାମୀ ଦୁଃଖେ ଦୁଃଖୀ ସୁଖେ ସୁଖୀ ହୋଇ ଚଳେ, ଏମନ୍ତ ନାରୀର ଗୃହ ଲକ୍ଷ୍ମୀ ନ ଛାଡ଼ନ୍ତି।
ତାର ଦୁଃଖ ନୟନରେ କେବେ ଦେଖିପାରନ୍ତି ନାହିଁ। ଏହି ମର୍ତ୍ତ୍ୟମଣ୍ଡଳରେ ଯେ ବହୁ ସୁଖ ପାଏ। ପତିପୁତ୍ର କନ୍ୟା ଐଶ୍ୱର୍ଯ୍ୟ ଯୁକ୍ତ ହୁଏ। ଅନ୍ତକାଳରେ ବୈକୁଣ୍ଠରେ ଲକ୍ଷ୍ମୀଙ୍କ ସଙ୍ଗରେ ଅନୁକ୍ଷଣରେ ମଝି ରହି ପ୍ରମୋଦ ରଙ୍ଗରେ। ସଧବା ନାରୀର ପତି ବିନା ନାହିଁ ଗତି। ଜପ ତପ ଦେବ ପୂଜା ତାହାର ଅନୀତି। ପତି ସେବା ଛାଡ଼ି ବୃଥା ବ୍ରତ ଯେ କରଇ। ଜନ୍ମ ଜନ୍ମାନ୍ତରେ ବାଲ୍ୟ ବିଧବା ହୁଅଇ। ଯେଉଁ ନାରୀ ଅତିଥି ସେବା କରେ ତାକୁ ପୁରାଣରେ ପୁଣ୍ୟବତୀ ବୋଲି କହିଥାନ୍ତି। ଏହିପରି ଯେଉଁ ନାରୀ ବା ପୁରୁଷ ନିଜର କୁଳଧର୍ମ କେବେ ବି ଛାଡ଼ନ୍ତି ନାହିଁ, ସବୁବେଳେ ଉତ୍ତମ ଆଚରଣ କରିଥାନ୍ତି, ଲକ୍ଷ୍ମୀ ତାକୁ ନିଶ୍ଚୟ ମିଳନ୍ତି। ଏହି ସବୁ ଭଲ କଣ ମନ୍ଦ କଣ ମହାଲକ୍ଷ୍ମୀ ସାଧବାଣୀଙ୍କୁ କହିଲେ, ଆଜିଠାରୁ ଲକ୍ଷ୍ମୀ ବ୍ରତ ଯାଇ କର ବୋଲି କହିଲେ। ନ କଲେ ସର୍ବ ସମ୍ପଦ ତୋର କ୍ଷୟ ଯିବ। ଅନ୍ନ ବସ୍ତ୍ର ଅଭାବରେ ଦୁଃଖ ଭୋଗ ହେବ। ଲକ୍ଷ୍ମୀ ବିଦାୟ ନେଲେ।